ବଙ୍ଗମୁଣ୍ଡାକୁ ଏନ୍ଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀ ପକ୍ଷରୁ ବ୍ଲକ ସମ୍ମୁଖରେ ଦ୍ୱିତୀୟ ଦିନରେ ପହଞ୍ଚିଲା ଆମରଣ ଅନଶନ। ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାକୁ ଏନ୍ଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଚାଲିଥିବା ବଙ୍ଗମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ଅଧିକାରୀ ପହଞ୍ଚି ନାହାନ୍ତି। ବଙ୍ଗମୁଣ୍ଡାକୁ ଏନ୍ଏସି ନ କରାଯାଇ ଅଣଦେଖା କରିଥିବା ବେଳେ ଦୀର୍ଘ ବର୍ଷ ହେଲା ବଙ୍ଗମୁଣ୍ଡାକୁ ଏନ୍ଏସି ଦାବି ନେଇ ଆନ୍ଦୋଳନ କରାଯାଇଥିଲା। ହେଲେ ନୂତନ ଏନ୍ଏସି ଘୋଷଣା ପରେ ବଙ୍ଗମୁଣ୍ଡା ନାମ ନଥିବାରୁ ଅଞ୍ଚଳବାସୀ ନିରାଶ ହୋଇଛନ୍ତି। ବଙ୍ଗମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ କରୁଛନ୍ତି ପ୍ରତିବାଦ। ପ୍ରଥମେ ମାଟି ପରେ ପାଟି ବୋଲି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନଶନ ସ୍ଥଳରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପୋଲିସ ମୁତୟନ ହୋଇଛି। କିଛି ଆନ୍ଦୋଳନକାରୀ ଅସୁସ୍ଥ ଥିବା ଏବେ ଆମକୁ ଯାହା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ତଥା ବବି ଦାସଙ୍କ ପ୍ରତିଶ୍ରୁତି ପରେ ଆଜି ଅନଶନରୁ ପ୍ରତ୍ୟାହାର ହୋଇଛନ୍ତି ବଙ୍ଗମୁଣ୍ଡାବାସୀ। ଯଦି 7 ଦିନ ଭିତରେ ଏନ୍ଏସି ଘୋଷଣା ନ କରାଯାଏ ପୁଣି ଆନ୍ଦୋଳନରେ ବସିବାକୁ ଚେତାବନୀ ଦେଇଛନ୍ତି। ବଙ୍ଗମୁଣ୍ଡାରୁ ରାଧାଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।